ଏଣିକି ଓଡ଼ିଶାବାସୀଙ୍କୁ ମାଗଣା ବିଜୁଳି। ଓଡ଼ିଶାବାସୀଙ୍କୁ ମାଗଣା ବିଜୁଳି 300 ୟୁନିଟ୍ ପର୍ଯ୍ୟନ୍ତ ଫ୍ରି। ଗତକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ପରିପ୍ରେକ୍ଷୀରେ ସେ ରାଜ୍ୟବାସୀଙ୍କୁ ବଡ଼ ଭେଟି ଦେଇଛନ୍ତି। 19,600 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି। ଏଥିରେ ସେ ପାରାଦୀପ ରିଫାଇନାରୀରେ ଭାରତୀୟ ତୈଳ ନିଗମ ଲିମିଟେଡ୍ର ମୋନୋ ଏଥିଲିନ୍ ଗ୍ଲାଇକଲ୍ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି। ଏହା ସହ ପାରାଦୀପଠାରୁ ପଶ୍ଚିମବଙ୍ଗ ହଳଦିଆ ପର୍ଯ୍ୟନ୍ତ 344 କିଲୋମିଟର ଲମ୍ବା ଉତ୍ପାଦ ପାଇପଲାଇନ୍ ପ୍ରକଳ୍ପ ଏବଂ ପାରାଦୀପରେ ନିର୍ମିତ MMTPA LPG ଆମଦାନୀ ସୁବିଧା ମଧ୍ୟ ଉଦ୍ଘାଟନ କରିଛନ୍ତି। ଏହା ବ୍ୟତୀତ 162 କିଲୋମିଟର ବାଂଶପାଣି ଦୈତାରୀ ଟମ୍କା ଜଖପୁରା ରେଳ ଲାଇନ୍ ଦୋହରୀକରଣ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ସେହିପରି ପୁରୀ ନୂଆଦିଲ୍ଲୀ ମଧ୍ୟରେ ନୂଆ ଟ୍ରେନ୍ କେନ୍ଦୁଝରଗଡ଼ ଷ୍ଟେସନରୁ ଶୁଭାରମ୍ଭ କରିବା ସହ କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ପ୍ରଥମ ଯାତ୍ରୀବାହୀ ଟ୍ରେନ୍ ଶୁଭାରମ୍ଭ କରିଛନ୍ତି। ତେବେ ଏହି ସମୟରେ ସେ ରାଜ୍ୟବାସୀଙ୍କ ପାଇଁ ଆଉ ଏକ ବଡ଼ ଖୁସି ଖବର ଦେଇଛନ୍ତି। ଏଣିକି ରାଜ୍ୟରେ ପ୍ରତି ଘରେ ମାଗଣା ବିଜୁଳି ମିଳିବ ବୋଲି ପ୍ରଧାନମନ୍ତ୍ରୀ ନିଜେ ଘୋଷଣା କରିଛନ୍ତି। ଏଥିପାଇଁ PM ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା କରାଯାଇଅଛି। ପ୍ରତ୍ୟେକ ଲୋକଙ୍କୁ ଏଥିରେ 300 ୟୁନିଟ୍ ବିଜୁଳି ମିଳିବ। ଏଥିପାଇଁ ଘରେ ସୋଲାର ପ୍ୟାନେଲ ଲଗାଇବାକୁ ହେବ। ତେବେ ଏଥିରେ ଅଧିକ ବିଜୁଳି ଉତ୍ପାଦନ କଲେ ଆପଣ ସରକାରଙ୍କୁ ବିଜୁଳି ବିକ୍ରି କରି ପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। PM ସୂର୍ଯ୍ୟଘର ଯୋଜନା କେନ୍ଦ୍ର କ୍ୟାବିନେଟରେ 75,021 କୋଟି ଟଙ୍କା ବ୍ୟୟରେ 1 କୋଟି ଘର ଛାତ ଉପରେ ସୌରଶକ୍ତି ପ୍ୟାନେଲ ସ୍ଥାପିତ କରିବା ପାଇଁ PM ସୂର୍ଯ୍ୟଘର ଯୋଜନାକୁ ମଞ୍ଜୁରୀ ଦିଆଯାଇଛି। ଏହି ଯୋଜନା କିଆରିରେ 1 କୋଟି ଘରକୁ 300 ୟୁନିଟ୍ ମାଗଣା ବିଜୁଳି ମିଳିବ ବୋଲି ବାର୍ଷିକ 15,000 ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ ହେବ ବୋଲି କହିଛନ୍ତି। 13 ଫେବୃଆରୀରେ ପ୍ରଧାନମନ୍ତ୍ରୀ ମୋଦି ଏହି ଯୋଜନା ଲଞ୍ଚ କରିଥିଲେ। ଏଥିରେ ପ୍ରତି ପରିବାର ଲାଗି 2 କିଲୋୱାଟ୍ ପର୍ଯ୍ୟନ୍ତ ରୁଫଟପ୍ ସୋଲାର ପ୍ଲାଣ୍ଟ ଖର୍ଚ୍ଚ 1,45,000 ଟଙ୍କା ରହିବ। ତେବେ ସରକାର ଏଥିରେ 78,000 ଟଙ୍କାର ସବସିଡି ଦେବେ। ଏହାକୁ ନେଇ ନ୍ୟାସନାଲ ପୋର୍ଟାଲ ଲଞ୍ଚ କରାଯାଇଛି ଓ ଘର ମାଲିକ ଏହା ଉପରେ ଭେଣ୍ଡର ଚୟନ କରିପାରିବେ। ଏଥିପାଇଁ ସହଜ କିସ୍ତିରେ ବ୍ୟାଙ୍କରୁ ଲୋନ୍ ମଧ୍ୟ ମିଳିବ। PM ସୂର୍ଯ୍ୟଘର ଯୋଜନା ଜରିଆରେ ପ୍ରତି ଗ୍ରାମରେ ମଡେଲ ସୋଲାର ଭିଲେଜ ନିର୍ମାଣ କରାଯିବ ବୋଲି ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି। ଭିଡ଼ିଓଟି ଭଲ ଲାଗିଥିଲେ ଗୋଟେ ଲାଇକ୍ ଏବଂ ସବସ୍କ୍ରାଇବ୍ ନିଶ୍ଚିତ କରନ୍ତୁ।